ସିଏ ପୁନର୍ଜୀବନ ପାଇଲା 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 ହେଲେ ଆଜି ଆମେ ଯଦି ଚିନ୍ତା କରିବା ଏଇ କିଛି ଦିନ ତଳେ ଓଡିଶାର ସୁନାମ ଧନ୍ୟ ଜଣେ ଗାୟକ ଯାହାକୁ ସମସ୍ତେ ଏବେ ଜାଣନ୍ତି ହୁମାନ ସାଗର ଆଜି ତାଙ୍କୁ କବର ଦିଆ ହେଇଛି ଯଦି ଆଜିର ବିଜ୍ଞାନ ସେତିକି ଉନ୍ନତ ହେଇଥାନ୍ତା ତାହେଲେ ଯଦି ରନ୍ଧନ ଭାଣ୍ଡରେ ସିଝି ଯାଇଥିବା ହାଡ ମାଂସ ଯୋଡି ହେଇକି ପୁନର୍ଜୀବନ ପାଉଛି ତାହେଲେ କବର ତଳୁ ଆଜ୍ଞା ହୁମାନ ସାଗରକୁ ବଞ୍ଚେଇ ଉଠେଇ ପାରନ୍ତା ତେଣୁ ଆଜିର ବିଜ୍ଞାନ ଆଜି ସେଇଠି ହାର ମାନିଛି ଯାଇପାରି ନାହିଁ ସେ ପର୍ଯ୍ୟନ୍ତ ଆଜ୍ଞା ଇଏ ଛୁଇଁ ପାରିନି ନା ନା ହେ ମୋର ଜ୍ଞାନୀ ଗୁଡି ମହୋଦୟ ହେଲା କଣ ତେଣୁ ଏଇଥିପାଇଁ ସେ ନାମର ପ୍ରଭାବ ଏତେ ଉଚ୍ଚ କୋଟିର ଥିଲା ଯୋଉ ନାମର ପ୍ରଭାବ ଦ୍ଵାରା ଆର୍ଯ୍ୟାବର୍ତ ଭୂଖଣ୍ଡ ଭାରତ ବର୍ଷ ପ୍ରଭାବିତ ହେଇଛି ମନେ ପକେଇ ଦଉଛି କହିଲେ ସନ୍ନ୍ୟାସ ରୂପେ ମାତା পত্নী তে জিলে পত্নী তে জিলে ভোলা পত্নী তে জিলে ঐশ্বর্য ছাড়ি জনে সুজ্ঞান দেলে গৌর সুন্দর গৌরা সুন্দর হে গৌরা সুন্দর হে গৌরা সুন্দর শ্রীক্ষেত্র বৃন্দাবন রাধে বিহার হে গৌর সুন্দর গৌরা সুন্দর হে গৌরা সুন্দর হে গৌরা সুন্দর সীমিত নাহি সেই নামর ভাবধারা মাত্র 24 ବର୍ଷ ବୟସ ପରେ ଆଜି ସେଇଠି ଗୋରାଚାନ୍ଦ ସନ୍ନ୍ୟାସୀ ହେଲେ ସନ୍ନ୍ୟାସୀ ହେଇଗଲେ ସନ୍ନ୍ୟାସ ରୂପରେ ମାର ସ୍ନେହ ସାଙ୍କୁଳିକି ଛିଣ୍ଡେଇଲେ ଆଜି ଆମର ଜଣେ ମାଙ୍କର ଉଦ୍ଦେଶ୍ୟରେ ହରିଦର ବାରରେ ହରିକୀର୍ତ୍ତନ 1 ବର୍ଷ ପରେ ପରେ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧା ଦଦାତି ଇତି ଶ୍ରାଦ୍ଧ ଶ୍ରଦ୍ଧାର ସହିତ ଶ୍ରାଦ୍ଧ ଦବା ପରେ ହରିଦର ବାରରେ ହରି କୀର୍ତ୍ତନ ଯେ କି ହଉଛି ସବୁଠୁ ଉନ୍ନତ ତାହା ଏଇଠି ପରିପ୍ରକାଶ କରାଯାଉଛି ତେଣୁ ସେଇ ମାଙ୍କର ଉଦ୍ଦେଶ୍ୟରେ ହେଲା ବେଳେ ଟିକିଏ ପରେ ସୂଚନା ଦେବି ଉତ୍ସାହିତ କରିବା ପାଇଁ ପ୍ରଚଳିତ 200 ମୁଦ୍ରା ଆମର ରୁନୁ ଦ୍ଵାରା ପ୍ରଦାନ କରାଯାଇଛି ତେଣୁ ଏକା ବେଳକେ ମୁଁ ଟିକିଏ ପରେ ସ୍ୱସ୍ତି ବାଚନର ଭାବଧାରା ଶୁଣେଇବି ହେ ମୋର ଜ୍ଞାନୀ ଗୁଣି ମହୋଦୟ ଆପଣଙ୍କର ଗାଡି ଖର୍ଚ୍ଚ ହେଇଗଲା ପାଇବ କି ନାଇଁ କେଜାଣି ହଉ ହଉ ପାଇବ ନା କେବେ ନହେଲେ ଏଇଠାକାର ତ ପାଇବନି ନାଇଁ ନାଇଁ ବାଟ ଏଠି ନାହିଁ ଆଉ ଅନେକ ବାଟ ତୁ ଅବଶ୍ୟ ଜାଣିଛୁ ତୁ ଫୋନ କଲା ବେଳକୁ ମୁଁ କୋଉଠି ପହଞ୍ଚିଥିଲି ଏବଂ ମୁଁ କୋଉଠୁ ଆଜି ଆସିକି କୋଉଠି ପହଞ୍ଚିଛି ସେ ମାଙ୍କର ପାଇଁ ହରିଦରବାରରେ ହରି କୀର୍ତ୍ତନ କରିବା ପାଇଁ ଏକରେ କର୍ତ୍ତବ୍ୟ ଦୁଇରେ ସେଇ ମହାନ ଆତ୍ମା ମାଙ୍କର ଆଜି ସେଇ ଆଶୀର୍ବାଦ ମତେ ଏଠି ପହଞ୍ଚେଇଛି ବ୍ୟତିକ୍ରମରେ ଥିଲେ ମଧ୍ୟ ମୁଁ ଆସିବାକୁ ବାଧ୍ୟ ହେଇଛି ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ଏଇଠି ଆପଣ ମାନଙ୍କର ନିକଟରେ ମୁଁ ସୂଚନା ଦଉଛି ପ୍ରଥମେ ମାର ସ୍ନେହକୁ ଆଜି ସେଇଠି ଆଜି ଅଣଦେଖା କରିଦେଲେ ବୋଲି ଆମେ ଭାବିବା ଭୁଲ ହେଇଯିବ ମାର ସ୍ନେହ ସାଙ୍କୁଳିକୁ ପଛକୁ ପକେଇଦେଲେ କାହିଁକି ପଛକୁ ପକେଇଦେଲେ ଗୋଟେ ଜଗତର ମଙ୍ଗଳ ଉଦ୍ଦେଶ୍ୟରେ ନହେଲେ ମାର ସ୍ନେହ ସାଙ୍କୁଳି
ହଁ ଆଜ୍ଞା ସବୁଠୁ ହଉଛି ଜଗତ ଭିତରେ ଶ୍ରେଷ୍ଠ ଶ୍ରେଷ୍ଠ ତାକୁ ଆଜ୍ଞା କେହି ହଁ ଆଜ୍ଞା ଅତିକ୍ରମ କରିପାରିବେନି ନାଇଁ 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 ମନେ ପଡିଯାଏ ଭକ୍ତ କବି ମଧୁସୂଦନ ରାୟଙ୍କର ଗୋଟା ପଦ କଣ ସେ ପଦ କହିଲେ ମା ନାମ ହେ ହେ ମଧୁରତି ଅମୃତ ସମାନ ମା ନାମ ଦୂରତି ଅମୃତ ସମାନ নামে শীতল হুয়ে পুরয়ে পরাল মোর পরাণ রে ভলা মোর পরাণ ମାଲଟା ହଉଛି ଜଗତରେ ସବୁଠୁ ଆଜ୍ଞା ମଧୁର ଆମେ ଆଉ ସେମିତି ଗୋଟେ ଦ୍ୱିତୀୟ ଶବ୍ଦ ହଁ 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 ଆମ ଭାଷା ଭିତରେ ଖୋଜିଲେ ପାଇବାନି ପାଇବା ନା ନାହିଁ ଏତେ ମଧୁର ଆହା କେତେ ମଧୁର ବହୁତ ମଧୁର ଅମୃତ ସମାନ ସମାନ ଅମୃତ କଣ କିଏ ଖାଇଛି ହଁ ମୁଁ ରାତି ପାଇଲେ ଖାଉଛି ହଁ, ଆମ ବାରିପଟେ ତିନିଟା ଗଛ ଲଗେଇଛି ଅମୃତ ଗଛ ଅମୃତ ଭଣ୍ଡା ଭାବୁଛୁ କି ଆଉ ଏଇଟା କଣ ଭାବିଛି। ତିନିଟା ଗଛ ଲଗେଇଛି ହଉ, ହଉ। ସେ ଅମୃତ ଭଣ୍ଡା ଗଛ ଉଦ୍ଦେଶ୍ୟରେ ନୁହଁରେ ଆଉ ଯୋଉ ଅମୃତ ହଁ 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 ଆଜି ଆମେ ହୁଁ ପାଇବା ପାଇଁ ହଁ ସମର୍ଥ ନୁହଁ ସମର୍ଥ ନୁହଁ ଯାହାକି ଦେବତା ମାନଙ୍କର ଉପଭୋଗ୍ୟ ଆଚ୍ଛା ଆଚ୍ଛା ଲୁଚିକି ଆଜ୍ଞା ହଁ ରାହୁ ହଁ ସେବନ କରିଦେଲା ବୋଲି ଆଚ୍ଛା ଆଚ୍ଛା ଆଜି ତାକୁ ଦି ଖଣ୍ଡ କରା ହେଇଗଲା ହଁ ସେ ଏବେ ଅଛନ୍ତି ରାହୁ କେତୁ ଦି ଖଣ୍ଡ ହେଇକି ବେଶ ବେଶ ମୁଣ୍ଡଟା ସେଇ ରାହୁ ହେଇକି ରହିଲା ଗଣ୍ଡିଟା କେତୁ ହେଇକି ରହିଲା କେତୁ ହେଇକି ରହିଲା ଅମୃତ ଖାଇଥିଲା ବୋଲି ସେ ଅମର ହେଇଯାଇଛି ହଁ ହଁ ତେଣୁ ଆମ ପାଖରେ ସେ ଅମୃତ ନାହିଁ କିନ୍ତୁ ହଁ ହଁ ମା ପାଖରେ ଅଛି ସେଇ ଅମୃତ ନା ତା ଅଛି ଆଉ ଅଛି ନା ଯାହା ପାଖରେ ହେଲେ ଆଉ କେମିତି ହଁ ଅମୃତ ବିନୟ ବଚନ ଯା ଯା କହି ତ ଶିବ ପ୍ରାଣୀ ମନ କହି ତ ଶିବ ପ୍ରାଣୀ ମନ କହି ତ ଶିବ ପ୍ରାଣୀ ମନ କେବଳ ମାର ବଚନରେ ବା କଥାରେ ଅଛି ଅମୃତ ଅମୃତ ସେ ବଚନଟା ହଉଛି ସବୁଠୁ ମିଠା ସବୁଠୁ ହଁ। ମିଠା ତାଠୁ ମିଠା ସୃଷ୍ଟି ଭିତରେ ଆଉ କିଛି କିଛି ନାହିଁ କିଛି ନାହିଁ ନନ୍ଦଳାର କବି ହଁ ହଁ ଡକ୍ଟର ମାୟାଧର ମାନ ସିଂ କଣ କହିଲେ ଦେଖି ଦେଖି ଗୋଟା ଧାଡ଼ି ଉଦ୍ଧାର କରିବା ଦେଖିବା ସେ ଧାଡିଟା କଣ କହିଲା ମାର ସ୍ନେହ ମାର ଆଦର ମା କଥା ସିନା ଅମୃତ ମଧୁର ମାର ସିନା ମୁକ ମଧୁର ମା କଥା ସିନା ମୁକ ମଧୁର ମାର ସ୍ନେହ ମାର ଆଦର ଆଜି ମା କଥା କଳ ସିନା ଡାକଟି ମଧୁର ମାର କଳ ଡାକଟି ମଧୁର ମାର କଳ ଡାକଟି ମଧୁର ଦୁନିଆରେ କିଏ ହେବ ମା ପରି ଦୁନିଆରେ କିଏ ହେବ ମା ପରି ପରି ମା ପରି ଦୁନିଆରେ କିଏ ହେଇପାରିବ ନା 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 ହେଇପାରିବନି ନାଇଁ ଆହା କେବେ କେହି ସମାନ ହେଇନାହାନ୍ତି କି ହେଇପାରିବେ ହେଇପାରିବେ ନାହିଁ ଆଜି ସିଏ କେମିତି କେମିତି ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ହୁଁ ଆଜି ସେ ଭୂମି ମା ଠାରୁ ଆହୁରି ହଁ ଗରିଆନ ହଁ ସରଗଠୁ ବଳି ହଁ ଆଜି ଭୂମିରୁ ହଁ ସରସ ସରଗଠୁ ବଳି ଭୂମି ମା ଠାରୁ ମଧ୍ୟ ଆହୁରି ସରସ ମାର ସ୍ନେହଟା ହଁ କାହିଁକି ନା ଏ ବାସ୍ତବ କ୍ଷେତ୍ରରେ ଆମକୁ ସେତିକି ସବୁ ପ୍ରକାର ଆମକୁ ବହନ କରୁଥିଲେ ମଧ୍ୟ ମା ଭଳିଆ କଣ ସାନ୍ତ୍ୱନା ବାଣୀ ଟିକେ ଶୁଣେଇ ପାରିବ ନା କାହିଁକି ନା ସେ ଦାୟିତ୍ୱ ତା ପାଖରେ ନାହିଁ ନା 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 ସେ ଗୁଣ ତା ପାଖରେ ନାହିଁ ଆଚ୍ଛା ଆଚ୍ଛା ତେଣୁ ଭୂମି ମା ଠାରୁ ହଉ ଆଜି ସେଇଠି ସ୍ୱର୍ଗ ଠାରୁ ହଁ ଆହୁରି ବଳି ହଉଛି ମାର ସ୍ନେହ ମାର ସ୍ନେହ। ସ୍ନେହ ମମତା ତାକୁ ଆମେ ବର୍ଣ୍ଣନା କରିପାରିବା ବମନା ନା କରିପାରିବାନି ନା ନା ଆଉ ଗୋଟା ପଦ ମନେ ପଡି ଯାଉଛି କଣ ସେ ପଦ? କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ ବାବା କଣ କହିଲେ କଣ କହିଲେ ଆଜକୁ ଚାଲିଗଲେଣି 8 ବର୍ଷ ହେଲା
ହଁ 17 ମସିହାରେ ଚାଲିଗଲେ ହଁ 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 20 ମସିହା ପର୍ଯ୍ୟନ୍ତ 3 ଏ 25 ସରିବ 8 ବର୍ଷ 8 8 9 ବର୍ଷ ହେଇଯିବ ଏଇ 26 ବୈଶାଖ ମାସ ବେଳକୁ ହଁ ହଁ 1 କୁ ହେଇଯିବ ଆଉ ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ହଁ ଗୋଟେ ଧାଡି ଖାଲି ମନେ ପକେଇ ଦଉଛି ହଉ ଝିଅ। ସେ ଧାଡ଼ିଟା ଆଣ କହିଲା, ପେଟେ ଖାଇଥିଲେ ମୋଟେ ଖାଇ ନାହିଁ ମା କହୁଥିବ ଖା ଖା ମା କହୁଥିବ ଖା ଖା ଧନ ମା କହୁଥିବ ଖା ଖା ଆରେ ପେଟେ ଖାଇଥିଲେ ମୋଟେ ଖାଇ ନାହିଁ ମା କହୁଥିବ ଥିବ ଖା ଖା ମା କହୁଥିବ ଖା ଖା ଧନ ମା କହୁଥିବ ଖା ଖା ସବୁ ଆଜ୍ଞା ମୁଁ ଗାଉନି କେବଳ ଗୋଟା ପଦ ହଉ ଦରକାର ହଉ ହଉ ସେ ଧାଡ଼ିରେ ଗୋଟା ଠିକ୍ ପଦ ମୁଁ ସୂଚନା ଦେଲି ହଁ ଆମେ ପୁଅ ଝିଅ ମାନେ ପେଟ ପୁରେଇ ଖାଇଥିଲେ ମଧ୍ୟ ହଁ 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 ମା କେବେ କହିବନି ମୋ ପୁଅ କି ଝିଅ ପେଟେ ଖାଇଦେଲାଣି ଆଉ ସେ ଖାଇପାରିବନି ନା ସେ ବଳେଇ ବଳେଇ ନିଶ୍ଚିତ ଭାବରେ ଆଉ ଯୋଡିଏ ଖାଇଦିଏ ଆଉ ଆଉ ଯୋଡିଏ ଯୋଡ଼ିଏ ଖାଇଦିଏ ଖାଇଦିଏ, ଆଉ ଆଉ ଯୋଡ଼ିଏ ଟିକିଏ ଖାଇଦିଏ ହଁ, ହଁ, ହଁ। ମା ଏଇଭଳି ଭାବରେ ନିଶ୍ଚିତ କହିବ ହଁ ତେଣୁ ହଁ ମାର କଥା ସବୁଠୁ ହଉଛି ଶ୍ରେଷ୍ଠ ଶ୍ରେଷ୍ଠ ଆଜି ସେଇ ମାଙ୍କର ଉଦ୍ଦେଶ୍ୟରେ ହଁ ହରି ଦରବାରରେ ହରି କୀର୍ତ୍ତନ ହେଲା ବେଳେ ବେଶ ଆମେ ମାନେ ବୁଝିବାକୁ ପଡିବ ହଁ 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 ଆଜି କଳି ଯୁଗର ସଂସ୍କାରକ ଆହା ପ୍ରେମାବତାର ପ୍ରେମ ପୁରୁଷୋତ୍ତମ ଚୈତନ୍ୟ ପ୍ରଥମେ ମାର ସ୍ନେହ ସାଙ୍କୁଳି ଛିଣ୍ଡେଇଲେ ଆଉ ଦ୍ୱିତୀୟତଃ ହେ ମୋର ଜ୍ଞାନୀ ଗୁଡି ମହୋଦୟ ପୁଣି ଟିକେ ବେଶ ଆମେ ମାନେ ସଂଯମଶୀଳ ହବା ଦରକାର ହଁ ସଂଯମ ସଂଯମ ହଉଛି ଚ୍ୟାନେଲ ଲାଗିଛି ହଁ ତେଣୁ ଅନାବଶ୍ୟକ କଥା ଯେମିତି ନ ହବ ହବନି ହବନି କିଛି Right. ମଞ୍ଚରେ ନ ହୁଏ ରାଇଟ ଶୃଙ୍ଖଳାର ସହିତ ଚାଲନ୍ତୁ ଆଜି ତାକୁ ଗ୍ରହଣ କରିବ ଶୃଙ୍ଖଳାର ସହିତ ତାକୁ ଯିଏ ଯୋଉ ଶୃଙ୍ଖଳା ଭିତରେ ଗ୍ରହଣ କରି ତାକୁ କାର୍ଯ୍ୟକାରୀ କରିବ ହେଲା ହେଲା କଥା ହେଇଗଲେ ଚ୍ୟାନେଲକୁ କଥା ଅଲଗା ପ୍ରକାର ହେଇଯିବ ହେଲା ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ବେଶ ଚାଲ ଏଇଥିପାଇଁ ହଁ ଆମେ ମାନେ ଗୋଟିଏ କଥା ହୃଦଙ୍ଗମ କଲେ ବେଶ ମାର ସ୍ନେହ ସାଙ୍କୁଳିକି ଛିଣ୍ଡେଇ ହଁ ଜଗତର କଲ୍ୟାଣ ପାଇଁ କି ଚାଲି ଯାଇଥିଲେ ଗୋରାଚାନ୍ଦ ବେଶ ଦ୍ୱିତୀୟ ଦ୍ୱିତୀୟ ସ୍ତ୍ରୀର ସ୍ନେହ ସାଙ୍କୁଳି କିଛି କମ ନୁହଁ ଆଁ? ତାକୁ ମଧ୍ୟ ଛିଣ୍ଡେଇକି ଯିବାକୁ ପଡିଲା ପଡ଼ିଲା ତୃତୀୟରେ ଧନ ସମ୍ପତ୍ତିର ମୁହ ହଁ ସିଏ ମଧ୍ୟ କିଛି କମ ନୁହଁ ଭାରି ଅଧିକ ତାକୁ ମଧ୍ୟ ଛିଣ୍ଡେଇକି 24 ବର୍ଷ ବେଳେ ଯିବାକୁ ପଡିଲା ପଡ଼ିଲା ପଡ଼ିଲା ଯାହା ଲେଖିଥିଲେ ଅତି ବଡି ଜଗନ୍ନାଥ ଦାସ ହଁ 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 ଅତି ବଡି ଜଗନ୍ନାଥ ଦାସଙ୍କର ଓଡିଆ ଭାଗବତ ହଁ କୃଷ୍ଣ ଦ୍ରବ୍ୟାନ ବ୍ୟାସଙ୍କର ସଂସ୍କୃତ ଭାଗବତର ବେଶ ବେଶ ଇଏ ଆକ୍ଷରିକ ଅନୁବାଦ ନୁହଁ ନାଇଁ ନାଇଁ ଆଙ୍କର ସ୍ୱତନ୍ତ୍ରତା ଅଛି ହଁ ସ୍ୱତନ୍ତ୍ରତା ରୀତିରେ ସ୍ୱତନ୍ତ୍ରତା ଢଙ୍ଗରେ ଲେଖିଛନ୍ତି ଅତି ବଡି ଜଗନ୍ନାଥ ଦାସ ବେଶ ଓଡିଆ ଭାଷାର ବ୍ୟାସ କହିଲେ ଅତ୍ୟୁକ୍ତି ହବନି ହବନି ଆହା। ହବନି ଯାଙ୍କର ଜନ୍ମ ହଁ ସେ ମୋର ଜ୍ଞାନୀ ଗୁଣୀ ମହୋଦୟ ହଁ ଆପଣ ମାନଙ୍କୁ ଖାଲି ମନେ ପକେଇ ଦଉଛି ହଁ ହଁ ଯେ ହଉଛନ୍ତି ଭଗବାନ ମିଶ୍ରଙ୍କର ସୁଯୋଗ୍ୟ ସନ୍ତାନ ବେଶ ଯେ ହଉଛନ୍ତି ମା ପଦ୍ମାବତୀଙ୍କର ହଁ ଆଜି କୂଳର ଆଜି ସନ୍ତ ହଁ ଯୋଉ ଜଗନ୍ନାଥ ହଁ ଦାସ ଆଜି ହେଲେ କାହିଁକି ପ୍ରଭୁଙ୍କର ନିକଟରେ ଦାସ ରୂପରେ ନିୟୋଜିତ ହେଇଗଲେ ହେଇଗଲେ ସାଙ୍ଗିଆ ତ ଦାସ ଥିଲା ହଁ ହଁ ପୁଣି ତାଙ୍କର କର୍ମ ବି ହେଇଗଲା ଦାସ କର୍ମ ହେଲା ବି ଦାସ ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ହଁ ସେ ସୃଷ୍ଟି ହେଇଥିଲେ 1487 ମସିହାରେ ଆଚ୍ଛା ଆଚ୍ଛା ତାଙ୍କର ମହାପ୍ରୟାଣ ହେଇଥିଲା ହଁ 1547 ହଁ 60 ବର୍ଷ ପାଇଁ ବେଶ ଆସିଥିଲେ ଅତି ବଡି ହଁ ଜଗନ୍ନାଥ ଦାସ ଦାସ ଭାରତ ପାଇଁ କି ଗୋଟା ଅମୂଲ୍ୟ ଗ୍ରନ୍ଥ ସୃଷ୍ଟି କରିକି ପଳେଇଲେ ବେଶ ଓଡିଆ ଭାଷାରେ ହଁ ହଁ ଆଜି ସୃଷ୍ଟି ହେଇଗଲା ଯୋଉ ଓଡିଆ ଭାଗବତ ହଁ ସେଇ ଓଡିଆ ଭାଗବତରେ ହେଲା ଏମିତି ଗୋଟାଏ ପଦ ହଁ ଆଜି ମୁଁ ଆଣିବି ହଁ ଆମେ ମାନେ ବିଶ୍ୱାସ କରିପାରିବାନି ହଁ ଆଜି କାହିଁକି ଆକୁ ଆମେ ଛାଡିବାକୁ ପଡେ କାହିଁକି କାହିଁକି ତତ୍ୱଦର୍ଶୀ ମାନେ ତତ୍ୱ ଦର୍ଶନ ପାଇଁ ହଁ ହଁ ଆଜି ସୂଚନା ଦେଇଛନ୍ତି ହଁ ସେ ସୂଚନାକୁ କାର୍ଯ୍ୟକାରୀ କରି ହଁ ବେଶ ତାକୁ ସଫଳ ରୂପ ଦେଇଛନ୍ତି ଅତି ବଡି ଜଗନ୍ନାଥ ହଁ ଦାସ। ହଁ
ତେଣୁ ସେ କହିଲେ ହଁ ଅନେକ ସଂସ୍କରଣ ଅନେକ ଭାଗବତ ଆଜ୍ଞା ହଁ ଏବେ ଆମେ ଦେଖିବାକୁ ପାଇବା ବେଶ ବେଶ ଅନେକ ଷ୍ଟୋରରୁ ଆଜ୍ଞା ଅନେକ ଭାଗବତ ବାହାରୁଛି ହଁ ହଁ ଶାରଦା ପ୍ରେସ ହଁ ଧର୍ମଗ୍ରନ୍ଥ ଷ୍ଟୋର ବୀଣା ପାଣି ଷ୍ଟୋର ଗୋରଖପୁରରୁ ବାହାରୁଛି ହଁ ହଁ ଏ ସବୁ ଭାଗବତ ଭିତରେ ହଁ ପାଣ୍ଡୁଲିପି ଆଜ୍ଞା ସମାନ ନାହିଁ ନାଇଁ ନାଇଁ ସବୁଠୁ ପୁରୁଣା ହଁ ଅଲିସା ବଜାର ହଁ ଧର୍ମଗ୍ରନ୍ଥ ଷ୍ଟୋର ଭାଗବତ ହଁ ହଁ ସେଇଥିରେ ପାଣ୍ଡୁଲିପିର ଲେଖା ଥିଲା ଭଳିଆ ମନେ ହୁଏ ହଁ ସେଥିରେ ଗୋଟା ପଦ ଲେଖା ହେଇଥିଲା କଣ କହିଲା ସୁତତ ନୟ ଦାରା ଦାସ ଏ ସର୍ବ ବିଜୁଳି ପ୍ରକାଶ ଏ ସର୍ବ ବିଜୁଳି ପ୍ରକାଶ ଏ ସର୍ବ ବିଜୁଳି ପ୍ରକାଶ ଏହାଙ୍କ ସ୍ନେହ ବନ୍ଦୀ ହୋଇ ଗୋସଇ ଦୁଃଖ ଭାର ସହି ଦୋଷଏ ଦୁଃଖ ଭାର ଦଏ ଦୋଷଏ ଦୁଃଖ ଭାର ଦଏ ଏ ପୁଣି ଜାନ୍ତି କର୍ମ ପଥେ ଶୋକ ତାପ ଦେଇ ଚିତେ শোক সন্তাপ দেইতে শোক সন্তাপ দেইতে ଆମେ ଏଠି ବୁଝେ এই ସୁତ ବୋଲେ ତ ପୁଅ ହଁ ହଁ ତନୟ ବୋଲେ ତ ପୁଅ হ্যাঁ ସୁତ ତନୟ କାହିଁକି ଲେଖା ହେଇଛି সুততা নয় ହଁ ଅର୍ଥ ଆଜ୍ଞା ଦ୍ବିରୁକ୍ତି ହେଲେ হ্যাঁ ଶାସ୍ତ୍ରର ମାନ୍ୟତା ରହିବନି ରହିବନି ନା। ରହିବନି ଶବ୍ଦ ସଂଯୋଜନାର ମର୍ମ କୋଉ ଉଦ୍ଦେଶ୍ୟରେ ହେଇଛି ହୋଇଛି ଆମେ ତାକୁ ବୁଝିବାକୁ ପଡିବ 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 ସୁତ ଶବ୍ଦର ଆଉ ଗୋଟିଏ ଅର୍ଥ ହଉଛି ସାରଥୀ হ্যাঁ ଯୋଉମାନେ ରଥକୁ এই ପରିଚାଳନା କରନ୍ତି ହଁ ହଁ ବା ଚଲାନ୍ତି ଚଲାନ୍ତି ତେଣୁ ସୁତ ତନୟ ବୋଲେ ପୁଅ ଦାରା ବୋଲେ ସ୍ତ୍ରୀ ଆଉ ଦାସ ଦାସୀ হুম ସମ୍ପତ୍ତି ଇଏ ସବୁ ହଉଛି হ্যাঁ କ୍ଷଣିକ হুম କାହିଁକି ନା ଯୋଉ ପରମାତ୍ମାଙ୍କର ଅଂଶ ଯୋଉ ବ୍ରହ୍ମଙ୍କୁ ନେଇକି ଆମେ ଆସିଛେ ସେଇ ବ୍ରହ୍ମଟା ଆଜ୍ଞା ମୃତ୍ୟୁ ପରେ হ্যাঁ ଆଜି ବ୍ରହ୍ମ ଆଡ଼ିକି ଚାଲିଯାଏ হ্যাঁ ଆଉ ସବୁ ରହିଯାଏ হ্যাঁ ମାଟି ଶରୀର ରହିଯିବ হ্যাঁ ତା ସହିତ ପାଣି ବା ଆର୍ଦ୍ରତା হ্যাঁ ସେ ପାଣି ଭିତରେ ରହିଯିବ ମିଶିଯିବ 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 କେମିତି ଆପଣ ମାନେ ବିଶ୍ୱାସ କରିପାରିବେନି হ্যাঁ ହେ ମୋର ଜ୍ଞାନୀ ଗୁଣୀ ମହୋଦୟ হ্যাঁ ଆମର ଶବ ସଂସ୍କାର ବେଳେ হ্যাঁ ଯୋଉ ଧୂମ୍ର ସୃଷ୍ଟି ହୁଏ হ্যাঁ ଜଳୀୟ ଅଂଶ ସେଇଥିରେ ପଳେଇ ଯାଏ ପଳେଇ ଯାଏ ଆଜି ଯା ଦ୍ୱାରା ମେଘଖଣ୍ଡ ସୃଷ୍ଟି ହୁଏ ଏ ସେ ଜଳୀୟ ଅଂଶ ହଁ ହଁ ସେ ଜଳ ସହିତ ମିଶିଯାଏ ମିଶି ଯାଏ ଆଲୋକ ଆଲୋକ ତତ୍ଵରେ ମିଶିଯାଏ হ্যাঁ ବାୟୁ ବାୟୁ ତତ୍ଵରେ ମିଶିଯାଏ ମିଶିଯାଏ ବା ପବନ ପବନରେ ମିଶିଯାଏ ମିଶି ଯାଏ ଆକାଶ ଆକାଶ ଭିତରେ হ্যাঁ ହେ ତଲିନ ହେଲା ବେଳେ ହେ ଆଜି ନିରାକାର ପରମାତ୍ମାଙ୍କର ହଁ ହଁ ନିକଟରେ ଯେ ମୋର ଜଗତରୁ ବିଦାୟ ନେଲା ବେଳେ ହେ ଏ ପଞ୍ଚଭୂତର ସମଷ୍ଟିର ଶରୀର ହଁ ପାଞ୍ଚଟା ଯାକରେ ସବୁ ରହି ରହି ଆଜ୍ଞା ଚାଲିଯାଏ ଚାଲି ଯାଏ